आज पूरा सिंपल मसला रे देसी स्टाइल रे बनैबा आलू पणस कषा जोटा कि आपण मानकु मटन कषार स्वाद दब आउ पूरा देसी स्टाइल रे घरोई सामान रे आपण को कोनोसी अलगा जिनस किंबा अलगा मसला आपण को देबा पड़बनी आपणकर घरोई सामान रे बनै परिबे ए टेस्टी आलू पणसर कषा आपण मानकु स्वागत करछि देसी फूड कोर्ट ओडिशा को। तो आजिर पणस कषा एमती बनिकी खाଇବା ପାଇଁ ଭିଡ଼ିଓଟି ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ତ ଏଠି ପାକଳ ପଣସ ନେବେନି, ଯେଉଁ କଷିରୁ ଟିକେ ମାନେ ପାକଳ ପଣସ ନେବେ, ବେଶୀ ପାକଳ ପଣସ ନେବେନି। ତ ପଣସକୁ ମୁଁ ଏଠି ଭଲସେ ତାର ଚୋପା ଚାଞ୍ଚିକି ଟିକେ ବଡ଼ ବଡ଼ ସାଇଜ୍ କାଟିଛି, ଯେଉଁଟାକି ଆପଣଙ୍କୁ ମଟନର ଟେଷ୍ଟ ଦେବ। ବେଶୀ ଛୋଟ ଛୋଟ କାଟିବେନି। ତା ସାଙ୍ଗରେ 2ଟା ଆଳୁକୁ 4 ଖଣ୍ଡ କରିକି ନେଇଛି, ଯେମିତି ଆପଣ ମଟନରେ ପକାନ୍ତି। ତ ଆପଣଙ୍କୁ ଯଦି ଆଳୁ ପସନ୍ଦ ନାହିଁ ତ ଆଳୁକୁ ଆପଣ ସ୍କିପ୍ କରିପାରିବେ। ତ ଯେହେତୁ ପଣସର ଭାଗ ଅଧିକା ଅଛି ତ ଆଳୁଟା 2ଟା ମୁଁ ନେଇଛି। ତ ଆପଣ ଖାଲି ପଣସରେ ବି ବନେଇ ପାରିବେ। ଏଠି ମୁଁ 2 ଚାମଚ ଦେଇଛି ରିଫାଇନ୍ ତେଲ ପଣସ ଭାଜିବା ପାଇଁ। ତେଲ ଭଲସେ ତାତିଗଲା ପରେ ଯେଉଁ ଆମେ ପଣସ କାଟିକି ରଖିଥିଲେ ଏଠି ପକାଇ ନେବା। ତ ଆପଣ ଏଇ ପ୍ରୋସେସରେ ବନାନ୍ତୁ। ଆପଣଙ୍କୁ ଗ୍ୟାରେଣ୍ଟି ଦେଇକି କହୁଛି ଯେ ଆପଣ ଏଇ ପଣସର ଏଇ ସିମ୍ପଲ ମସଲାର ପଣସର ତରକାରୀ ଆପଣ ଅଳ୍ପ ସମୟରେ ପୁରା ମଟନର ଯେମିତି ଭେଜ୍ ମଟନ ତରକାରୀ ଆପଣଙ୍କୁ ଖାଇଲା ପରି ଲାଗିବ। ତ ଏଠି ଆମେ ଗ୍ୟାସ୍ର ହିଟର ମିଡ଼ିୟମ୍ ରଖିକି ପଣସକୁ 3ରୁ 4 ମିନିଟ୍ ଆମେ ଭଲସେ ଭାଜି ନେବା। ତ ଏଠି ପଣସ ପକାଇକି 1 ମିନିଟ୍ ଭାଜିଲା ପରେ ଅଧ ଚାମଚ ଏଠି ଦେଇଛି ହଳଦୀ ଗୁଣ୍ଡ, ଅଳ୍ପ ଲୁଣ ଦେଇଦେବା, ଯାହାଦ୍ୱାରା କି ପଣସଟା ଆମର ଭାଜି ହେଇପାରିବ। ବେଳେବେଳେ ଆପଣମାନେ ପଣସକୁ ସିଝେଇକି ଆପଣ ଭାଜୁଛନ୍ତି, ତ ଯେହେତୁ ଟିକେ ଏଇଟା ବେଶୀ ପାକଳ ପଣସ ନୁହଁ, ତ ଏଇ ପ୍ରୋସେସରେ ବନାନ୍ତୁ, ଆପଣଙ୍କ ରେସିପି ବହୁତ ହି ବଢ଼ିଆ ଲାଗିବ। ତ ହଳଦୀ ଲୁଣ ପକାଇଲା ପରେ ଆମେ 3ରୁ 4 ମିନିଟ୍ ପଣସକୁ ଭଲସେ ଭାଜି ନେବା। ଯେମିତି ଆପଣ ଆଳୁକୁ ଭାଜୁଛନ୍ତି ମଟନରେ ପକାଇଲା ବେଳେ, ସେଇଟା ତ ମଟନକୁ ଆମେ ଭାଜିବାନି। ତ ପଣସକୁ ମଟନର ଟେଷ୍ଟ ଆଣିବା ପାଇଁ ଏଠି ଦେଖିପାରୁଥିବେ ପଣସ ଏଠି ଭଲସେ ଭାଜି ହେଇଗଲାଣି। ଆମେ ପଣସକୁ ଏଠି ବାହାର କରିନେବା। ତ ଏଠି ଆଉ 1 ଚାମଚ ତେଲ ଦେଇକି ଏଇ ଯେଉଁ 2ଟା ଆଳୁ ନେଇଛି, ଏଇଟା ପୁରା ଅପସନାଲ୍ ଅଛି, ଆପଣ ଚାହିଁଲେ ପକାଇ ପାରିବେ, ନହେଲେ ସ୍କିପ୍ କରିପାରିବେ। ଅଳ୍ପ ଲୁଣ ଦେଇକି ଆଳୁକୁ ଏଠି ଭାଜି ନେବା। ତ ଚାଲନ୍ତୁ ଆମର ଗୋଟେ ସିମ୍ପଲ ଏଠି ମସଲା ଆମର ପଣସ ପାଇଁ ବନେଇ ନେବା, ଯେଉଁଟାକି ଆପଣମାନେ ପୁରା ମଟନ ତରକାରୀର ଗ୍ରେଭି ଟାଇପ୍ର ଲାଗିବ। ତ ଏଠି 2ଟା ନେଇଛି ଟମାଟୋ ଆଉ 1 ମିଡ଼ିୟମ୍ ସାଇଜ୍ର ପିଆଜ ନେଇଛି। ତ ଆକୁ ଆମେ ଦରଦରା ଗ୍ରାଇଣ୍ଡ କରିନେବା। ତ ଆପଣ ଚାହିଁଲେ ଅଦା ରସୁଣର ବି ଏଠି ଆଡ଼୍ କରିପାରିବେ। ଯେହେତୁ ମୋ ପାଖରେ ଅଦା ରସୁଣ ଅଛି ତ ମୁଁ ଏଠି ଆଡ଼୍ କରୁନି। ଏଠି ସୋରିଷ ତେଲରେ ମୁଁ ଏଠି ତରକାରୀଟା ବନେଇଛି। ତ ଏଠି ଆପଣ ଯେକୌଣସି ଗୋଟା ମସଲା ଆପଣଙ୍କୁ ପସନ୍ଦ ଅଛି ଏଠି ପକାଇ ପାରିବେ। ମୁଁ ତେଜପତ୍ର, ଡାଲଚିନି, ଗୁଜୁରାତି ଏଠି ଦେଇଛି, ଅନାସୀ ଫୁଲ, ଜାଇତ୍ରୀ ଆଉ ତେଜପତ୍ର 2ଟା, ଜିରା ଅଧ ଚାମଚ ଦେଇଛି। ତ ଆପଣଙ୍କୁ ଯେଉଁ ଫ୍ଲେଭର ପସନ୍ଦ ଆପଣ ଏଠି ତେଲରେ ପକାଇ ପାରିବେ। ତ ଏଠି ଗୋଟେ ବଡ଼ ସାଇଜ୍ର ପିଆଜକୁ ନେଇଛି। ଗୋଟେ ପିଆଜ ଆମେ ଦରଦରା ଗ୍ରାଇଣ୍ଡ କରି ନେଇଛେ, ଆଉ ଏଠି ଆଉ ଗୋଟେ ବଡ଼ ସାଇଜ୍ର ପିଆଜ ଦେଇଛି। ଆପଣ ଚାହିଁଲେ ଆଉ ଅଧିକା ବି ପିଆଜ ଦେଇପାରିବେ। ପିଆଜକୁ ଟିକେ ଲାଲି ରଙ୍ଗ ହେଲା ଯାଏଁ ଭାଜି ନେବା। ତ ଦେଖିପାରୁଥିବେ ଟିକେ କଲର୍ ଚେଞ୍ଜ ହେଇଗଲାଣି। ଏଠି ଅଦା ରସୁଣର ପେଷ୍ଟ ଏଠି 2 ଚାମଚ ଦେଇଛି। ଯଦି ଆପଣଙ୍କ ପାଖରେ ଅଦା ରସୁଣ ପେଷ୍ଟ ଆଗରୁ ଥିବ ତ ଠିକ୍ ଅଛି, ନହେଲେ ଆପଣ ଯେତେବେଳେ ପିଆଜ ଟମାଟୋ ଗ୍ରାଇଣ୍ଡ କରୁଛନ୍ତି ସେତେବେଳେ ବି ଅଦା ରସୁଣକୁ ଆପଣ ଦରଦରା ଗ୍ରାଇଣ୍ଡ କରି ପକାଇ ପାରିବେ, ବହୁତ ହି ଟେଷ୍ଟି ଲାଗିବ। ତ ମସଲାକୁ ଆମେ ଅଦା ରସୁଣ ପେଷ୍ଟର କଞ୍ଚା ବାସ୍ନା ଗଲା ଯାଏଁ ଭଲସେ ମସଲାକୁ କଷି ନେବା। ଆପଣ ଯେକୌଣସି ରେସିପି ବନାନ୍ତୁ, ଆପଣଙ୍କର ମସଲା ବହୁତ ଭଲସେ କଷେଇଲେ ଆପଣଙ୍କ ରେସିପିଟା ବହୁତ ହି ବଢ଼ିଆ ଲାଗିବ। ତ ଯେଉଁ ପିଆଜ ଆଉ ଟମାଟୋକୁ ଆମେ ଦରଦରା ଗ୍ରାଇଣ୍ଡ କରିଥିଲେ ଏଠି ମୁଁ ପକାଇ ନେଇଛି। ତ ପଣସ ସାରିବା ପୂର୍ବରୁ ନିଶ୍ଚିନ୍ତ ଏମିତି ଥରେ ବନାନ୍ତୁ। ଆପଣଙ୍କର କେମିତି ବନେଇଥିଲା ନିଶ୍ଚିନ୍ତ ଆପଣଙ୍କର ଫିଡ଼ବ୍ୟାକ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ପିଆଜ ଟମାଟୋ ପକାଇଲା ପରେ ଅଦା ରସୁଣ ସହିତ ଭଲସେ ଆମେ କଷି ନେବା। ତ ଦେଖିପାରୁଥିବେ ସାଇଡ଼ରୁ ତେଲ ଛାଡ଼ି ଆସିଲାଣି। ଏଠି ଦେଇଛି କାଶ୍ମୀର ରେଡ୍ ଚିଲି ପାଉଡ଼ର ଆଉ ମିଟ୍ ମସଲା 1 ଚାମଚ, ଯେଉଁଟାକି ଆପଣଙ୍କୁ କଲର୍ ବହୁତ ହି ବଢ଼ିଆ ଆସିବ। ଆଉ ମଟନ ମସଲା ଯଦି ଆପଣଙ୍କ ପାଖରେ ନଥିବ ଆପଣ ଚିକେନ ମସଲା ପକାଇ ପାରିବେ, କିନ୍ତୁ ମଟନ ମସଲାରେ ପକାଇଲେ ମଟନର ବାସ୍ନାଟା ପାଇପାରିବେ। ତ ଏଠି ଦେଇଛି ଖଡ଼ଗପୁର ମସଲା ଗୁଣ୍ଡ, ଯେଉଁଟାକି ତରକାରୀରେ ବହୁତ ହି ବଢ଼ିଆ ବାସ୍ନା ସହିତ ଟେଷ୍ଟ ବି ଲାଗିବ। ଏଥିରେ ଲଙ୍କା ଗୁଣ୍ଡ ଅଛି, ରସୁଣ, ଗୋଟା ରସୁଣ ଅଛି, ବହୁତ ସାରା ଏଥିରେ ମସଲା
अच्छी खड़पुर मसला तरकारीटा बहुत ही बढ़िया लगे। ये स्वाद अनुसार लुण दे देती ये अल्प पानी देती मसलाटा भलसे कषी होगापी। तो आपण पाखे जदि खड़पुर मसला नहीं आपण से लंका गुंड राग लंका गुंड पकई पारे। ये देती हलदी गुंड गोटे बड़ चामच आउ धनिया गुंड देती 2 चामच। तो ये आउ किसी अधिका मसला गुंड मुझे यूज करूँ आपड़ एति पकातु। जदि आपणकर जदि शिଳରେ बाटिकी बनाऊँ मसलाटा ना तरकारीटा आउरी बढ़िया लगे। तो मसला को आम भलसे कषि ना। तो मसला देखिए बहुत ही भलसे कषि गलानी बास्ना भी मटन मसला बास्ना हो। तो ये आम जो भाजिकी रखी कस्तूरी मेथी को ये पकई ना टिके मुझे ड्राई रोस्ट कर बास्नाटा भल दब। तो आज भिडियोटी जदि भल लगे आपको रिक्वेस्ट रहा भिडियोटी गोटे लाइक करनी आ नुआ थे चैनल को सब्सक्राइब करनी। तो आम जो भाजिकी रखी आलू आउ पणस को पकई ना। तो आप वीडियो देखि सारापर लाइक करने को भूली जाऊँगी। तो निश्चिंत गोटे वीडियो को लाइक करूँ। आपन को रेसिपीटा केमती लगे निश्चिंत कमेंट करें कहे। तो मसला सहित पणस आलू को भलसे 3 ରୁ 4 मिनिट कषि नेबा। जेहेतु पणस आमर भाजी जाइए भलसे तो बेसी समय कषिया को पड़ोनी। तो टिके टाइम लगे किंतु भलसे आपण आलू पणस को मसला सहित कषि नियंतु। जो माने आमिष खाऊना तो एमती आलू पणस तरकारी बन खातु आपन को मटन खाइला परी लगे। तो ये 3 ରୁ 4 मिनिट देखिए भलसे कषि नहीं आलू आ पणस को। जेहेतु मु प्रेसर रे बनी बहुत ही कम समय आपटा बन की खाईपर। जेहेतु मु कषा बनाऊँगी ये गरम पानी अल्प देती आपन चाहिए जदि ग्रेवी बनइबे तो पानी रो परिमाण टिके अधिका नहीं पारे। तो एमती कषा बनातु तरकारी भी भल लगे। आप कषा बनातु बहुत ही बढ़िया लगे। ये प्रेसर लिड बंद करना मीडियम हिट रे गोटे हुइसिल आसवा देवा। आप अधिका हुइसिल जमार देवेनि। ये गोटे हुइसिल गलापर मुझे फिटे नहीं देखिपे ठंडा है ग्रेवीटा आउरी ही बलिया हो। तो तरकारीटा पूरा मटन तरकारी भाया लगुच। आप माने पणस सीझी नथिबो किंतु मीडियम हिट रे गोटे हुइसिल दिंतु पणसटा बहुत ही बढ़िया से सीझीज। ये देती गरम मसला आ कटा धनिया पत्र आपणकर रेडी होगला आलू पणस कषा। तो आप गरम भात सहित पखाल भात सहित खाईपारे बहुत ही टेस्टी बनी। तो आपणकर जदि रेसिपीटा भल लगे आपको तो वीडियो को लाइक शेयर सब्सक्राइब निहाती करने। आ वीडियोटा पूरा देखि बहुत बहुत धन्यवाद।